ନମସ୍କାର, ସୁସ୍ୱାଗତମ। କନ୍ୟାରତ୍ନଟି ପାଇବାକୁ ହେଲେ କେତେ ପୁଣ୍ୟ କରିବାକୁ ପଡ଼ିଥାଏ। କନ୍ୟାରତ୍ନଟିଏ ଥିଲେ ଘର ହସ ଖୁସିରେ ଭରି ଉଠେ। କିନ୍ତୁ ସେଇ କନ୍ୟାରତ୍ନକୁ ଯଦି କିଛି ବା ଆଘାତ ଆସେ, ତେବେ ସମସ୍ତଙ୍କ ମନ ଦୁଃଖ ବା ପୀଡ଼ାରେ ଭରି ଉଠେ। ଆଜି ସେଇଭଳି ଏକ କବିତାଟି ଆବୃତ୍ତି କରିବା। କବିତାଟିର ଶୀର୍ଷକ ହେଲା ଲାଜ। କବିତାଟିର ଶୀର୍ଷକ ଲାଜ। ବହିଗଲା ପରେ ରକ୍ତର ଧାର, କିଏ ଆଉ ନେବ ଜନ୍ମ ମାଙ୍କ ଜଠରରେ। ବହିଗଲା ପରେ ରକ୍ତର ଧାର, କିଏ ଆଉ ନେବ ଜନ୍ମ ମାଙ୍କ ଜଠରରେ। ଆଞ୍ଚୁଡ଼ା ଦାଗର ପ୍ରତିଦାନରେ ଲିଭିବ କି ସରମର ଦାଗ। ଆଞ୍ଚୁଡ଼ା ଦାଗର ପ୍ରତିଦାନରେ ଲିଭିବ କି ସରମର ଦାଗ। ବାକି ଥିବା ପଣତରେ ଲଲନାର ଲୁହଭିଜା ଚିତ୍କାର ଏବେ ବି ଗୁଞ୍ଜରିତ ଚଟାଣର ଛାତିରେ। ଲଲନାର ଲୁହଭିଜା ଚିତ୍କାର ଏବେ ବି ଗୁଞ୍ଜରିତ ଚଟାଣର ଛାତିରେ। ହୋ ହଲ୍ଲା ଧାରଣା ଧର୍ମଘଟରେ ଫେରିବ କି ଲାଜ। ହୋ ହଲ୍ଲା ଧାରଣା ଧର୍ମଘଟରେ ଫେରିବ କି ଲାଜ। ରକ୍ତ ଜର୍ଜରିତ ଜରାୟୁରେ ଦେବାକୁ ଜନ୍ମ କନ୍ୟା ଭ୍ରୂଣଟିଏ କାଳେ କରିବ କି ସଂକୋଚ। ଦେବାକୁ ଜନ୍ମ କନ୍ୟା ଭ୍ରୂଣଟିଏ କାଳେ କରିବ କି ସଂକୋଚ ଜନନୀ ଗର୍ଭରେ। ଧନ୍ୟବାଦ। ନମସ୍କାର।